ଶ୍ରାବଣ ମାସରେ ଦେଖିବାକୁ ମିଳୁଛି ପଞ୍ଝାଟା ଏସ୍ସି ଏସ୍ଟି ଭକ୍ତ ଯିଏକି ତ ନିଜ ଗାଁରେ ମନ୍ଦିରରେ ପଶି ପାରନ୍ତିନି, କୌଣସି ଅପର କାଷ୍ଟ ଦୁଆରକୁ ଉଠି ପାରନ୍ତିନି। ଅପର କାଷ୍ଟ ଲୋକ ଏସ୍ସି ଏସ୍ଟି ଘରେ ଖାଆନ୍ତିନି କିମ୍ବା ନିଜର ରୋଷେଇଶାଳ ଘର ଭିତରେ ଏସ୍ସି ଏସ୍ଟି ଲୋକଙ୍କୁ ପୁରାନ୍ତିନି। ଆରେ ଇତିହାସ କୁହେ ଏସ୍ସି ଏସ୍ଟି ଲୋକ ଅପର କାଷ୍ଟ ଗାଁ ଭିତରେ ବି ରୁହନ୍ତିନି, ଗ୍ରାମର ବାହାରେ ନିଛାଟିଆ ଜାଗା ରୁହନ୍ତି ଆଉ ଖରାବେଳେ ହିଁ ବାହାରନ୍ତି। କାରଣ ଯେତେବେଳେ ଖରାବେଳେ ବାହାରନ୍ତି ଏସ୍ସି ଏସ୍ଟି ଛାଇ ଅଧିକ ଦୂର ମାଟିରେ ପଡ଼େନି, ଯେଉଁଥିପାଇଁ କି ମାଟିଟା କମ୍ ଅପବିତ୍ର ହୁଏ। ପଛପଟେ ଝାଡ଼ୁ ବାନ୍ଧନ୍ତି, କାରଣ ଯେଉଁ ବାଟେ ଯାଆନ୍ତି ତାଙ୍କର ଯେଉଁ ପାଦ ଚିହ୍ନ ରହିଲା ସେଇଟା ଲିଭି ଲିଭି ଯାଏ। ବେକରେ ଘଡ଼ି ବାନ୍ଧନ୍ତି, କାରଣ ଏସ୍ସି ଏସ୍ଟି ଲୋକ ଯେଉଁ ଛେପ ପକାନ୍ତି ସେଟା ଭୂମିରେ ପଡ଼ିଲେ ପାପ ବୋଲି ସେ ଘଡ଼ିରେ ରଖନ୍ତି ସଞ୍ଚୟ କରି। ପାଦରେ ଘୁଙ୍ଗୁର ବାନ୍ଧନ୍ତି, କାରଣ ଏସ୍ସି ଏସ୍ଟି ଲୋକ ଗଲାବେଳେ ଯେମିତି ଜଣା ପଡ଼ିବେ ସେମାନେ ଏସ୍ସି ଏସ୍ଟି ଲୋକ। ସ୍ତ୍ରୀ ଲୋକମାନେ ସ୍ତନ ଘୂରେଇ ପାରନ୍ତିନି, ପାଦରେ ଚପଲ ନଥାଏ, ଆଣ୍ଠୁ ଉପରକୁ ଲୁଗା ପିନ୍ଧନ୍ତି। ବାବା ସାହେବ ଆମ୍ବେଦକର ବହୁତ ଝଡ଼ଝଞ୍ଝା ସହି ନିଜକୁ ଶିକ୍ଷିତ କରି ନିଜ ବଳରେ ଫରେନ୍ ଯାଇ ପାଠ ପଢ଼ି ନିଜ ପ୍ରଚେଷ୍ଟାରେ ସମ୍ବିଧାନ ଲେଖି ତାଙ୍କ ଜ୍ଞାନ ବଳରେ ଏଇ ଏସ୍ସି ଏସ୍ଟି ମାନଙ୍କୁ ଅଧିକାର ଦେଲାରୁ ଏମାନେ ଆଜି ସମାଜରେ ମୁଣ୍ଡ ଟେକି ବାଟ ଚାଲୁଛନ୍ତି, ପାଦରେ ଚପଲ ପିନ୍ଧୁଛନ୍ତି, ଆଉ ସେ ଝାଡ଼ୁ ପଛପଟେ ନାହିଁ କି ବେକରେ ମାଠିଆ ନାହିଁ। ଅପରକାଷ୍ଟ ପିଲାଙ୍କ ସହିତ ମିଶି ସ୍କୁଲରେ ପାଠ ପଢ଼ି ପାରୁଛନ୍ତି। ଏବେ ବି ଛୁଆଁ ଅଛୁଆଁ ଚାଲିଛି ସ୍କୁଲରେ ବି ମନ୍ଦିରରେ ବି, କିନ୍ତୁ ସମାଜରେ ଗୋଟେ ଛାତି ଫୁଲେଇ ଯଦି ବଞ୍ଚିବାର କିଏ ଅଧିକାର ଦେଇଥାଏ ସିଏ ହେଉଛନ୍ତି ଡକ୍ଟର B.R. ଆମ୍ବେଦକର। କେବଳ ସମ୍ବିଧାନ ପାଇଁ ତମେ ଆଜି ଛାତି ଫୁଲେଇ ଚାଲିପାରୁଛ, ମୁଣ୍ଡ ଟେକି ବାଟ ଚାଲିପାରୁଛ। ଅତୀତରେ ମନୁବାଦୀମାନେ ଯେଉଁଭଳି ଏସ୍ସି ଏସ୍ଟି ଉପରେ ଅତ୍ୟାଚାର କରିଛନ୍ତି ତାହା ଆଜି ବି ମନରୁ ଯାଏନି। ଆଉ ଯେଉଁ ଏସ୍ସି ଏସ୍ଟି ନିଜ ଇତିହାସ ବୋଲି ନିଜକୁ ହିନ୍ଦୁ ବୋଲି ଭାବୁଛ, ଯେଉଁ ଭଗବାନଙ୍କୁ ପୂଜା କରୁଛ, କେବେ ଭାବିଛ ସେ ଭଗବାନ ତମ ପୂର୍ବପୁରୁଷ ଯେତେବେଳେ ଅତ୍ୟାଚାରିତ ହେଉଥିଲେ କେଉଁଠି ଥିଲେ? ତମକୁ ଆଜି ମୁଖ୍ୟ ସ୍ରୋତରେ ଚାଲିବା ପାଇଁ ରାହାଟା କିଏ ଦେଇଛି? ସେଇ ଭଗବାନ ଦେଇଛନ୍ତି ନା ସମ୍ବିଧାନ ଦେଇଛି? ଡକ୍ଟର ବାବା ସାହେବ ଆମ୍ବେଦକର ଦେଇଛନ୍ତି। ଆରେ ତମକୁ ଟିକେ ଲଜ୍ଜା ଲାଗୁନି? ତମେ ନିଜକୁ ହିନ୍ଦୁ ବୋଲି କହୁଛ। ଆରେ ଏସ୍ସି ଏସ୍ଟି ହେଉଛନ୍ତି ଭାରତର ମୂଳ ନିବାସୀ। ଏମାନେ ବାହାରୁ ଆସିଛନ୍ତି, ତମ ଉପରେ ରାଜ କରୁଛନ୍ତି। ସମସ୍ତେ କୁହନ୍ତି ଇଂରେଜମାନେ ଇଂଲଣ୍ଡରୁ ଆସିଥିଲେ, ମୁସଲିମ ମାନେ ଆରବ ଦେଶରୁ ଆସିଥିଲେ, ହେଲେ ଏ ମନୁବାଦୀମାନେ କେଉଁଠୁ ଆସିଥିଲେ? ୟୁରେସିଆ, ରଷିଆ, ୟୁକ୍ରେନ ମଧ୍ୟବର୍ତ୍ତୀ ଅଞ୍ଚଳ। ଭାରତକୁ ଆସି ନିଜକୁ ବଡ଼ ଜାତି ବୋଲି କହି ଯେଉଁ ଭେଦଭାବ ସୃଷ୍ଟି କରିଛନ୍ତି, ଆଦିବାସୀ ଦଳିତମାନଙ୍କ ଉପରେ ଯେଉଁ ଅତ୍ୟାଚାର ଚାଲିଛି, ଆଜି ମଧ୍ୟ ଯେଉଁ ହିନ୍ଦୁ ଭାଇ ଭଉଣୀମାନେ ନିଜକୁ ହିନ୍ଦୁ ବୋଲି ଭାବନ୍ତି ସେମାନେ ନିଜ ଗାଁରେ ଥିବା ମନ୍ଦିରରେ ପ୍ରବେଶ କରିପାରନ୍ତିନି। ତାଙ୍କର ଅଧିକାର ନଥାଏ। ମନ୍ଦିରର ପୂଜାରୀ ଯେତେବେଳେ ଭୋଗ ନେଇ ଗୋଟେ ଏସ୍ସି ଏସ୍ଟି ସ୍ତ୍ରୀ ଲୋକ କି ପୁରୁଷ ଲୋକ ଯାଏ, ହାତରୁ ନିଅନ୍ତିନି, ଆଇଦର ତଳେ ରଖିଦିଅନ୍ତି, ମାନେ ଉଚ୍ଚତାରେ ହାତ ରଖି ତଳକୁ ଫିଙ୍ଗନ୍ତି। ଆରେ ତମକୁ ଲାଜ ଲାଗୁନି? ଯଦି ତମେ ପୂଜୁଛ କେବଳ ସମ୍ବିଧାନକୁ ପୂଜ, ବାବା ସାହେବ ଆମ୍ବେଦକରଙ୍କୁ ପୂଜ। କୌଣସି ଦେବାଦେବୀ ତମ ପାଇଁ କିଛି କରିନାହାନ୍ତି କି କେବେ କିଛି କରିବେନି, ବୁଝିଲ? ପିଲାମାନଙ୍କୁ ଯଦି ଶିକ୍ଷା ଦୀକ୍ଷା ଦଉଛ
ତାଙ୍କୁ ତୁମ ଇତିହାସ ଭିତରେ ଜଣାଅ, ବାବା ସାହେବ ଆମ୍ବେଦକରଙ୍କ ବିଷୟରେ ଜଣାଅ, ସମ୍ବିଧାନ ବିଷୟରେ ଜଣାଅ। ଆଉ ଇଏ ଲୁଚା ଲଫଙ୍ଗା, ଏ ପାଖଣ୍ଡୀମାନେ ଯେଉଁ ଭଳି ଉପଦ୍ରବ କରୁଛନ୍ତି, ସମୟ ଆସିବ ଏ ମନୁବାଦୀମାନେ ଜାଗା ପାଇବେନି ଲୁଚିବା ପାଇଁ। ଏ ଦେଶରେ କେବଳ ହକ୍ SC/ST ମାନଙ୍କର। ଆରେ ତମେମାନେ ସବୁ ବାହାରୁ ଆସିଛ। SC/ST ଏ ଦେଶର ମୂଳ ନିବାସୀ। ଯେତେବେଳେ ଭଗବାନ ବି ଏ ଦେଶରେ ନଥିଲେ SC/ST ଥିଲେ। ତୁମେ କିଏ ହୋ କହିବା ପାଇଁ?